ଆମର ଦାବି ସରକାରଙ୍କ ପାଖର ଆମର ଯୋଉ ପୂର୍ବ ଦରମା ଆମେ ଯେମିତି ପାଉଥିଲୁ ସେଇପରି ପାଇବୁ। ପରଫମାନ୍ସ ବୋନସରେ ଯୋଉ ଆକ୍ଟିଭିଟିର ଯୋଉ ଦରମା ଆମକୁ ଦିଆଯାଉଛି, ଯୋଉ ଇନସେଣ୍ଟିଭ ଦିଆଯିବ ବୋଲି ମ୍ୟାଡାମ ଯାହାକୁ ନା ଆମକୁ ସରକାର ଯୋଉ ନିଷ୍ପତ୍ତି ନେଲେ ସେଥିରେ ଆମେ କେହି ଏକମତ ନୁହଁ। ସେଥିପାଇଁ ଆମର ଏ ଆନ୍ଦୋଳନ 7 ଦଫା ଦାବି ଅଛି ଆମର। ଆମର ଯୋଉ ଦରମା ଆମକୁ ଆକାଉଣ୍ଟ ସବୁ କ୍ୟାଡର ମାନଙ୍କୁ ଆକାଉଣ୍ଟକୁ ଆସିବ। ସ୍ଥାୟୀ ନିଯୁକ୍ତି ଆମର ବି ଦାବି। ଆଉ 6 ମାସର ଯୋଉ ଦରମା ତା ବି ଆମର ଦାବି। ପୂର୍ବ ଦରମା ଆମେ ନବୁ। ପୂର୍ବରୁ ଯେମିତି ଦରମା ଦିଆଯାଉଥିଲା ଆମକୁ ସେମିତି ଦରମା ଦବୁ, ଫିକ୍ସ ଦରମା। ତା ଛଡା ବର୍ଦ୍ଧିତ ରାଶି ଆମକୁ ଦରକାର, ଯେ ଆମେ ଯେମିତି କାମ କରିଛୁ ସେଇ ଅନୁଯାୟୀ ଆମର ବର୍ଦ୍ଧିତ ରାଶି ଦରକାର। ଯେ ଆଞ୍ଚଳିକ ମଞ୍ଚ ଯେମିତି ଥିଲା, ଗୋଟେ ରେଭିନ୍ୟୁର 3ଟା ଆଞ୍ଚଳିକ ମଞ୍ଚ ଥିଲା, ସେଇପରି ରହିବା ଦରକାର। ଏ ଯୋଉ ଗୋଟେ ରେଭିନ୍ୟୁର ଗୋଟେ ଆଞ୍ଚଳିକ ମଞ୍ଚ ହବ, ସେଟାକୁ ଆମେ ଚାହୁଁନୁ। ଏଇପରି ଆନ୍ଦୋଳନ ଆମର ଜାରି ରହିବ ଯେ ପର୍ଯ୍ୟନ୍ତ ସରକାର ଆମ କଥା ନ ଶୁଣିଛନ୍ତି। ଏପର୍ଯ୍ୟନ୍ତ ତ ଶୁଣି ନାହାନ୍ତି। ଆମେ 3 ଦିନ ହେଲା ବସିଛୁ, ଏପରି ଗଣଧାରଣାରେ ବସିଛୁ, ସରକାର ଏପର୍ଯ୍ୟନ୍ତ କିଛି ଶୁଣୁନାହାନ୍ତି। ଆମେ ବର୍ତ୍ତମାନ ବି ସରକାରଙ୍କୁ ଆମେ ନିବେଦନ କରୁଛୁ, ଆମ କଥା ଶୁଣି ନିଅନ୍ତୁ, ମାନି ନିଅନ୍ତୁ।